ମୁଁ ବହୁତ ଲୋକଙ୍କ ମୁହଁରୁ ଶୁଣିଛି ଯେ ଭାତ ସାଙ୍ଗରେ କିଛି ଖଟା ନହେଲେ ଭାତଟା ରୁଚେନି, ତଣ୍ଟିକୁ ଯାଏନି। ଏକଥା କ'ଣ ସତ କି? ଯଦି ସତ ତାହେଲେ ଏଇ ରେସିପିଟି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି, ଗୋଟେ ଖଟା ରେସିପି। ତ ହେଲୋ ଏଭ୍ରିୱାନ୍, ମୁଁ ମାନସୀ, ମୋର ଏମ୍ଏମ୍ସ କିଚେନ୍କୁ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି। ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଓଉ ଖଟା। ଦେଖନ୍ତୁ କିପରି ଏଇ ଓଉ ଖଟାକୁ ମୁଁ ତିଆରି କରିଛି, ତାହା ବି ବିନା ପିଆଜ ରସୁଣରେ। ଆପଣମାନେ ଚାହିଁଲେ ଏହାକୁ ଯେକୌଣସି ଓଷା ବ୍ରତ ଦିନ ମଧ୍ୟ ଖାଇପାରିବେ। କାର୍ତ୍ତିକ ମାସରେ ଆମର ହବିଷ୍ୟାଳିମାନେ ମଧ୍ୟ ଏହିପରି ଭାବରେ ଓଉ ଖଟା ତିଆରି କରିକିରି ଖାଇପାରିବେ। ତାହେଲେ ଡେରି ନ କରି ଚାଲନ୍ତୁ ଶୀଘ୍ର ଦେଖିବା ଏଇ ଓଉ ଖଟାର ରେସିପିଟା। ଗୋଟେ ଓଉକୁ ମୁଁ କାଟିକିରି ପାଣିରେ ପକାଇ ନେଇଛି, ଏମିତି ଲମ୍ବ ଲମ୍ବ ଖଣ୍ଡ କରିକିରି କାଟି ନେଇଛି। ଦେଖନ୍ତୁ ଓଉଟା ଟିକେ ଲାଳୁଆ ଲାଗେ, ସେଥିପାଇଁ କାଟିକିରି ପାଣିରେ ପକାଇଦେବେ, ନହେଲେ ଟିକେ କଳା ବି ହେଇଯାଇଥାଏ। ଗୋଟେ ସାଙ୍ଗେ ସାଙ୍ଗେ ପାଣିରେ ପକାଇଲିନି ବୋଲି ଟିକେ ମୋର କଳା ବି ହେଇଯାଇଛି। ଏବେ ଏଇ ଓଉକୁ ଆମେ ସିଝେଇ ନେବା। ମୁଁ ପ୍ରେସର କୁକରରେ ଅଳ୍ପ ଟିକେ ପାଣି ଦେଇଛି, ଏଥିରେ ଆମେ ସବୁ କଟା ଓଉକୁ ପକାଇଦେବା। ହାଫ୍ ଚାମଚ ହଳଦୀ ଗୁଣ୍ଡ ପକାଇବା, ଅଳ୍ପ ଟିକେ ଲୁଣ ମଧ୍ୟ ଏଥିରେ ପକାଇବା, ଆଉ 2-3ଟା ହୁଇସିଲ୍ ପର୍ଯ୍ୟନ୍ତ ଆମେ ଏହାକୁ ସିଝେଇ ନେବା। ଓଉଟା ସିଝିଗଲା ପରେ ଏମିତି ଗୋଟେ ଜାଗାରେ ଛାଣି ନେବେ। ମୁଁ ଗୋଟେ ଜାଲିରେ ଛାଣି ନେଇଛି, ଆଉ ସେ ପାଣି ସବୁ ଫିଙ୍ଗି ଦେବେ, କାହିଁକିନା ବହୁତ ଖଟା ଲାଗିଥାଏ। ଓଉର ପାଣି ଦେଇଦେଲେ ବହୁତ ଖଟା ଲାଗେ, ଏମିତିରେ ତ ଓଉଟା ବହୁତ ଖଟା, ଆଉ ଟିକେ କଷାଳିଆ ବି ଲାଗିଥାଏ। ସେଥିପାଇଁ ଓଉ ସିଝେଇଲା ପରେ ତା'ର ପାଣିକୁ ଫିଙ୍ଗିଦେବା। ଦେଖନ୍ତୁ ଓଉଟା ଆମର ପୁରା ଭଲ ଭାବେ ସିଝି ଯାଇଛି। ଏବେ ମୁଁ ଗ୍ୟାସ୍ରେ ଗୋଟେ କଡ଼େଇ ବସାଇ ଦେଇଛି। ଏଥିରେ ଆମେ ନେବା 3ରୁ 4 ଚାମଚ ସୋରିଷ ତେଲ। ତେଲ ଭଲ ଭାବେ ଗରମ ହୋଇଗଲା ପରେ ଏଥିରେ ଆମେ ପକାଇଦେବା 1 ଚାମଚ ବା 1.5 ଚାମଚ ପଞ୍ଚଫୁଟଣ। ଫୁଟଣ ଟିକେ ଆମେ ଅଧିକ ଦେବା, କାହିଁକିନା ଓଉ ଖଟାଟା ପୁରା ଆଚାର ପରିକା ହେଇଥାଏ। ଭଲ ଭାବେ ପଞ୍ଚଫୁଟଣ ଫୁଟିଗଲା ପରେ ଏଥିରେ ଆମେ 2-3ଟା ଶୁଖା ଲଙ୍କା ଦେବା। ତାପରେ ଏଥିରେ ଆମେ ସିଝେଇକି ରଖିଥିବା ଓଉକୁ ପକାଇବା। ଭଲ ଭାବେ ଆମେ ଏହାକୁ 2-3 ମିନିଟ୍ ଭାଜିଦେବା। ଏଥିରେ ଆମେ ଆଉ ଟିକେ ଲୁଣ ଦେବା ସ୍ୱାଦ ଅନୁସାରେ, କାହିଁକିନା ଆମେ ସିଝେଇଲା ବେଳେ ଯେଉଁ ଲୁଣ ଦିଆହେଇଥିଲା ପାଣି ତ ଫିଙ୍ଗି ଦିଆହେଲା, ସେଥିପାଇଁ ଆଉ ଟିକେ ଅଳ୍ପ ଲୁଣ ଲାଗିବ। ତାପରେ ଭଲ ଭାବେ ଏହାକୁ 3-4 ମିନିଟ୍ ଆମେ ଭାଜିଦେବା। ଏବେ ଓଉ ଖଟା ପାଇଁ ଆମେ ଟିକେ ବେସର ବାଟି ନେବା। ମୁଁ এই ଜାର୍ରେ 2 ଚାମଚ ସୋରିଷ ନେଇଛି, 1 ଚାମଚ ଜିରା, ଆଉ 2ଟା କଞ୍ଚା ଲଙ୍କା, ଆଉ ରସୁଣ ଦେବା ନାହିଁ। ଯଦି ଆପଣମାନେ ଚାହିଁବେ ରସୁଣ ଦେଇପାରିବେ, କାହିଁକିନା ମୁଁ ଯେହେତୁ ବିନା ପିଆଜ ରସୁଣରେ କରୁଛି, ସେଥିପାଇଁ ରସୁଣ ଦେଉନି। ଆପଣମାନେ ଚାହିଁଲେ এই ବେସରରେ ରସୁଣ ଦେଇପାରିବେ। ଏହାକୁ ଆମେ ପୁରା ଚିକଣ କରି ବାଟି ନେବା। ଦେଖନ୍ତୁ ଆମର ବେସର ପୁରା ରେଡ଼ି ହେଇଛି। ଏବେ ଏହି ବେସରକୁ ଆମେ ଆମର ଯେଉଁ ଓଉ
भजा होती से पकईदेवा। सबको आउ 2 ରୁ 3 मिनट पुणी थे भाजी नेबा। सोरिष मसला को बेसी समय भजा जाएनी, जस्ट टिके 2 ରୁ 3 मिनट भाजी नेबा। एबे हमरो भल भाबे बेसरटा भी भाजी गलानी। एथरे आमे एबे गोटे चामच लंका गुंड देवा। एटा काश्मीरी लाल लंका गुंड, एटा बेसी राग लागिबो नाही। तापरे एथरे आमे गुड़ देवा। मु गुंड गुड़ नहीं, आपण मैंने जदि चाहिए ताले चीनी भी नहीं पारिबे, बा गोटे जो मुंडा गुड़ आसी थाए सेटा भी नहीं पारिबे, कि पानी गुड़ भी नहीं पारिबे। एबे सबको भल भावे पुणी थरे मिसई देवा। एबे आमे एथरे अल्प टिके पानी देवा, गोटे कप करी पानी देवा। देखंतु गुड़ आ लंका गुंड देला पर तार कलरटा केमती चेंज हो गला। बेसी पानी देवे नहीं। देखंतु या को एबे हमें फुटिबा पई छाडी देबा। भल भावे फुटी जीवो, तापर हम रेडी ही जीवो ओ खटा। एबे एथिरे लास्ट रे हमें अल्प टिके नडिया करा देबा। नडिया करा देला परे हमें यहाँ को बेसी समय फुटेबा नहीं। देखंतु केमते देखा जाउछि हमर ओ खटा। जो माने मो वीडियो को फर्स्ट टाइम देखुचंती यूट्यूब रे ताहले निश्चय सब्सक्राइब कर देबे, एवं फेसबुक पेज रे देखुतिले फॉलोटे कर देबे। एवं केमती लागिला आपन को ए रेसिपीटा कमेंट करिगिरी निश्चित भावे जणैबे। एबे हमर ओ खटा पूरा रेडी होईछि। देखंतु आपण यहाँ को जे कोनोसी पूजा पर्व दिन मध्य करिगिरी खाई परिबे। ए तो पूरा बिना पियाज रसुण। आ कार्तिक मासरे तो ओ खटार बहुत डिमांड होता है अरुआ भात सांगरे ओ खटा। ताहले एहीपरि भावरे निश्चय थरे ओ खटा तैयारी करंतु, एवं केमती लागिला मते कमेंट करिगिरी निश्चय जणांतु। पुणी थरे नुआ रेसिपी नहीं देखाबा। थैंक्स फॉर वाचिंग। बाय बाय।